Relative clause ଆମେ ଶିଖିବା how to make non-defining relative clause। ଦୁଇଟି ସେଣ୍ଟେନ୍ସର ଏକ୍ଜାମ୍ପଲ୍ ହଉ। ଗୋଟିଏ ସେଣ୍ଟେନ୍ସ ଆଇ ଅଫନ୍ ଗୋ ଟୁ ମୁମ୍ବାଇ, ଆଉ ଗୋଟିଏ ସେଣ୍ଟେନ୍ସ ମୁମ୍ବାଇ ଇଜ୍ ଦି କମର୍ସିଆଲ କ୍ୟାପିଟାଲ ଅଫ୍ ଇଣ୍ଡିଆ। ହେଲା, ଏ ଦୁଇଟି ସେଣ୍ଟେନ୍ସରୁ ଆମେ ଦେଖିବା ପ୍ରଥମ ସେଣ୍ଟେନ୍ସରେ ମୁମ୍ବାଇ ଇମ୍ପୋର୍ଟାଣ୍ଟ ୱାର୍ଡ଼, ଦ୍ୱିତୀୟ ସେଣ୍ଟେନ୍ସରେ ମୁମ୍ବାଇର ଏଣ୍ଟିସିଡେଣ୍ଟ ମୁମ୍ବାଇ ନୁହେଁ କି? ଏଣ୍ଟିସିଡେଣ୍ଟ ଅନୁଯାୟୀ ଆମେ ରିଲେଟିଭ୍ କଞ୍ଜାକ୍ସନ୍ ୟୁଜ୍ କରିବା। ଯେହେତୁ ମୁମ୍ବାଇ ଗୋଟେ ନ୍ୟାଚୁରାଲ ଜେଣ୍ଡର, ତେଣୁ ରିଲେଟିଭ୍ କଞ୍ଜାକ୍ସନ୍ ହେବ ହ୍ୱିଚ୍। ଆମେ ସେଣ୍ଟେନ୍ସ ଦୁଇଟିକୁ ଜଏନ୍ କରି ନନ୍ ଡିଫାଇନିଂ ରିଲେଟିଭ୍ କ୍ଲଜ୍ କରିବା। ତେଣୁ ପ୍ରଥମ ସେଣ୍ଟେନ୍ସର ଇମ୍ପୋର୍ଟାଣ୍ଟ ୱାର୍ଡ଼ ପର୍ଯ୍ୟନ୍ତ ଲେଖିଯିବା, ଗୋଟେ କମା ଚିହ୍ନ ଦେବା, ତାପରେ ଉପଯୁକ୍ତ ରିଲେଟିଭ୍ କଞ୍ଜାକ୍ସନ୍ ଦେଇ କାହାକୁ ନେଇକି ଏଣ୍ଟିସିଡେଣ୍ଟକୁ ବିଚାର କରି ଉପଯୁକ୍ତ ରିଲେଟିଭ୍ ପ୍ରୋନାଉନ୍ କଞ୍ଜାକ୍ସନ୍ ଭାବରେ ବ୍ୟବହାର କରିବା ଏବଂ ଏଣ୍ଟିସିଡେଣ୍ଟକୁ ଛାଡ଼ି ଦ୍ୱିତୀୟ ସେଣ୍ଟେନ୍ସର ଆଉ ସବୁ ୱାର୍ଡ଼ ଗୁଡ଼ିକୁ ଲେଖି ନେବା, ଗୋଟେ କମା ଦେବା, ତାପରେ ପ୍ରଥମ ସେଣ୍ଟେନ୍ସକୁ ଫେରି ଆସିବା। ଯଦି ପ୍ରଥମ ସେଣ୍ଟେନ୍ସରେ ଅବଶିଷ୍ଟ କିଛି ୱାର୍ଡ଼ ଥିବ ଲେଖିବା, ଫୁଲ୍ ଷ୍ଟପ୍ ଦେବା, ବାସ୍ ହେଇଗଲା ନନ୍ ଡିଫାଇନିଂ ରିଲେଟିଭ୍ କ୍ଲଜ୍। କେତେ ଇଜି ଲାଗିଲା ନୁହେଁ କି?